তো এইভাবে ভাবে বিভিন্ন প্রকার সাজসজ্জা করে দ্বারকার অধিবাসী মানে ভগবান কৃষ্ণକୁ ଚାହିଁଛନ୍ତି ଏବଂ କୃଷ୍ଣ ଯେମିତି ଦ୍ୱାରକାପୁରୀ ଭିତରେ ପହଞ୍ଚିଲେ ତାପରେ ଗୋଟେ ଅଦ୍ଭୁତ ଘଟଣା ଘଟୁଛି। ଆଜିର ମୁଖ୍ୟ ଟପିକ ହେଉଛି ଶ୍ଲୋକ ନମ୍ବର 16 ଆଉ 17। ନୈମିଷେ ପ୍ରେଷ୍ଟଂ ଆୟନ୍ତ ବସୁଦେବ ମହାମନଃ ଅକ୍ରୁରଶ୍ଚୋଗ୍ରସେନଶ୍ଚ ରାମଶ୍ଚ ଭୂତ ବିକ୍ରମଃ ପ୍ରଦ୍ୟୁମ୍ନଶ୍ଚାରୁଦେବଶ୍ଚ ସାମ୍ଭଜାମ୍ଭବତୀ ସୁତଂ ପ୍ରହର୍ଷ ବେଗଚ୍ଛସିତଂ ଶୟନାସନ ଭୋଜନ। ତ ଭଗବାନ କୃଷ୍ଣ ପହଞ୍ଚିଲା ପରେ ଦ୍ୱାରକାରେ ଏହିପରି ଭାବରେ ଅତିଶୟ ଭଗବାନ ଅତି ପ୍ରିୟ ଭଗବାନ ଶ୍ରୀକୃଷ୍ଣଙ୍କର ଦ୍ୱାରକାର ଆଗମନର ସମ୍ବାଦ ଶୁଣି ତାଙ୍କର ଦର୍ଶନ ନିମିତ୍ତ ଅତ୍ୟନ୍ତ ହର୍ଷୋତ୍ଫୁଲ୍ଲିତ ହୋଇ ମହାମନା ବାସୁଦେବ, ଅକ୍ରୂର, ଉର୍ଗେସେନ, ଅଦ୍ଭୁତ ଶୌର୍ଯ୍ୟଶାଳୀ ବଳରାମ, ପ୍ରଦ୍ୟୁମ୍ନ, ଚାରୁଦେଷ୍ଣ ଏବଂ ଜାମ୍ବବତୀ ସୁତ ଶାମ୍ବ ଆଦି ସମସ୍ତ ଯଦୁବଂଶୀୟ ଲୋକମାନେ ଭୋଜନ, ଶୟନ, ଆସନ ଆଦି ସମସ୍ତ କାର୍ଯ୍ୟ ପରିତ୍ୟାଗ କରି ବଡ଼ ବେଗରେ ଦୌଡ଼ି ଆସିଲେ। କୋଉମାନେ ଆସିଲେ? ବସୁଦେବ, ବଳରାମ ଏବଂ ଯୋଉ ମୁଖ୍ୟ ମୁଖ୍ୟ ଅକ୍ରୂର ଆଦି ହସ୍ତିନାପୁରର ଦ୍ୱାରକାପୁରୀର ଯୋଉ ଅଧିବାସୀ ମାନେ ଥିଲେ, ଭଗବାନ କୃଷ୍ଣଙ୍କର ପୁତ୍ର ପୁତ୍ରୀ ମାନେ ଥିଲେ। କୃଷ୍ଣ ଆସିଛନ୍ତି ଶୁଣିବା ମାତ୍ରେ ତାଙ୍କର ଘର ଦ୍ୱାର କାମ, ଖାଇବା ପିଇବା, ଭୋଜନ, ଶୟନ ସବୁ ପରିତ୍ୟାଗ କରି ଦୌଡ଼ି ଆସିଲେ। କାହା ପାଖକୁ? କୃଷ୍ଣଙ୍କ ପାଖକୁ। ତାଙ୍କୁ ଟିକେ ଆମେ ଦେଖିବୁ। କଳି ଯୁଗରେ ଭଗବାନ କୃଷ୍ଣ ନାମ ରୂପରେ ଅବତୀର୍ଣ୍ଣ ହୋଇଛନ୍ତି, ଭାଗବତ ରୂପରେ ଅବତୀର୍ଣ୍ଣ ହୋଇଛନ୍ତି। ସେଠି ଆମର ଗୃହ କର୍ମ ସବୁ ଛାଡି ଯୋଉଠି ଭାଗବତ ପାରାୟଣ ହବ ସେଠି ପହଞ୍ଚିଯିବା ଦରକାର। କିନ୍ତୁ ଆପଣମାନେ ଆନାଉନ୍ସମେଣ୍ଟ କରନ୍ତୁ, ଭୋଜନ ଦିଅନ୍ତୁ, ଡାକି ଡାକି ଥକି ଯାଆନ୍ତୁ, କିନ୍ତୁ ଘରୁ ଲୋକ ବାହାରିବାର ନାହିଁ। କେଉଁ ଭଳିଆ ଲୋକମାନେ ଦୌଡ଼ି ଆସୁଛନ୍ତି ଦେଖ। ବଳରାମ ମହାପରାକ୍ରମୀ, ବସୁଦେବ ଯେ ତାଙ୍କର ବାପା, କେଉଁ ଭଳିଆ ଲୋକମାନେ ଆସୁଛନ୍ତି ଭଗବାନଙ୍କୁ ସ୍ୱାଗତ କରିବା ପାଇଁ। ଆଉ ଭଗବାନଙ୍କୁ ସ୍ୱାଗତ ଯେମିତି ହୁଏ ଭାଗବତକୁ ମଧ୍ୟ ତଦ୍ରୂପ ସ୍ୱାଗତ ହେବା ଦରକାର। ଯୋଉଠି ହରି କଥା ହବ ବାକି ସବୁ କାମ ବନ୍ଦ, ସବୁ କରାହବ ପରେ ହରିବ ଘର ଚାଲିଯିବ ନା ସେ ଦ୍ୱାର ଚାଲିଯିବ, ସବୁ ଯେମିତି ସେମିତି। ସେଟା ଇଏ ହଉଛି ପ୍ରସଙ୍ଗ, ଏଭଳି ହବା ଦରକାର। ଗୋଟେ ଆଶ୍ରମରେ ଗୁରୁ ଥାନ୍ତି, ତାଙ୍କର ଅନେକ ଶିଷ୍ୟମାନେ ବି ଥାନ୍ତି। କିନ୍ତୁ ଦିନକର ଘଟଣା, ତାଙ୍କର ଜଣେ ମୁଖ୍ୟ ଶିଷ୍ୟ ଯିଏ ସେ କିଛି ଦିନ ପାଇଁ ଘରକୁ ଯାଇଛନ୍ତି। ଆଉ କିଛି ଦିନ ପରେ ସେ ଘରକୁ ଫେରୁଛନ୍ତି ବା ଆଶ୍ରମକୁ ଫେରୁଛନ୍ତି। ଯେତେବେଳେ ଆଶ୍ରମକୁ ଫେରୁଛନ୍ତି ଜଣେ ବରିଷ୍ଠ ବୈଷ୍ଣବ ଶିଷ୍ୟ ଜଣେ, ତ ଗୁରୁ କଣ କହିଲେ? କହିଲେ ଆରେ ଆମର ଜଣେ ମହାନ ଭକ୍ତ ଆସୁଛନ୍ତି, ତାଙ୍କ ପାଇଁ କିଛି ସ୍ୱାଗତ ସମ୍ବର୍ଦ୍ଧନା କର। କାରଣ ଭକ୍ତ ଜଣେ ଆସୁଛନ୍ତି ଆଶ୍ରମକୁ କେତେ ଦିନ ପରେ। ତ ଏମାନେ ସବୁ ସ୍ୱାଗତ ସମ୍ବର୍ଦ୍ଧନା ବିଦାୟ ପାଇଁ ଫୁଲ ଧୂପ ଇତ୍ୟାଦି ତିଆରି କରୁଛନ୍ତି। ଆଉ ସେ ଥାଳିକି ନେଇକି ଗୁରୁ ସ୍ୱୟଂ ଚାଲିଗଲେ। କାହାକୁ ସ୍ୱାଗତ କରିବା ପାଇଁ? ତାଙ୍କ ଶିଷ୍ୟକୁ ସ୍ୱାଗତ କରିବା ପାଇଁ। ଯେତେବେଳେ ଶିଷ୍ୟ ଦେଖୁଛନ୍ତି ଗୁରୁ ଫୁଲ ଥାଳି ଧରିକି ଠିଆ ହେଇଛନ୍ତି ମତେ ସ୍ୱାଗତ କରିବା ପାଇଁ, ଇଏ ଲମ୍ବା ହେଇକି ବର୍ତ୍ତମାନ ପଡିଗଲେ। କହିଲେ ଗୁରୁଦେବ ଆଉ କୋଉଠି କି ଆଶ୍ରମରେ ନଥିଲେ, କାହାକୁ ହେଲେ ଗୋଟେ ସାଧାରଣ ଲୋକ ପଠେଇଥାନ୍ତେ ମତେ ସ୍ୱାଗତ କରିବା ପାଇଁ, ଆପଣ ସ୍ୱୟଂ ଆସିଲେ। ଗୁରୁଦେବ କହୁଛନ୍ତି ମୁଁ ଭାବିଲି ଆମ ଆଶ୍ରମରେ ସବୁଠୁ ଛୋଟ ବ୍ୟକ୍ତି ହଉଛି ମୁଁ ବୋଲି, ସେଇଥିପାଇଁ ମୁଁ ପଳେଇ ଆସିଲି ତମକୁ ସ୍ୱାଗତ କରିବା ପାଇଁ। ମାନେ ଭାବନା ବୁଝିପାରୁଛ ନା? ଗୁରୁ ଭାବୁଛନ୍ତି ଆମ ଆଶ୍ରମରେ ସବୁଠାରୁ ଅଯୋଗ୍ୟ ବ୍ୟକ୍ତି ବୋଲି ମୁଁ ନିଜକୁ ଭାବୁଛି, ସେଇଥିପାଇଁ ମୁଁ ତମକୁ ସ୍ୱାଗତ କରିବା ପାଇଁ ପଳେଇ ଆସିଲି। ଆଉ ସମସ୍ତେ ନିଜ ନିଜ କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି, ତାଙ୍କୁ ମୁଁ କଣ ପାଇଁ ଡିଷ୍ଟର୍ବ କରିବି? ମୋର ତ କିଛି କାମ ନାହିଁ। ଫୁଲମାଳ ଗୁନ୍ଥା ବାଲା ବୁଝୁଛନ୍ତି, ଠାକୁର ସେବା କରିବା ବାଲା କରୁଛନ୍ତି, ଗୋମାତାକୁ ଖାଦ୍ୟ ଦେବା ବାଲା ଦଉଛନ୍ତି। ମୁଁ ଗୋଟେ ଲୋକ ଯୋଉଟା ବେକାରରେ ବସିଛି, ସେଥିପାଇଁ ମୁଁ ପଳେଇ ଆସିଲି ତମକୁ ସ୍ୱାଗତ କରିବା ପାଇଁ। କଣ ବୁଝିପାରୁଛ ନା କହିବା କଥା? ସେଥିପାଇଁ ଯିଏ ନିଜକୁ ଯୋଗ୍ୟ ବୋଲି ମନେ କରେ ସେଇମାନେ କେବେ ହେଲେ ଭାଗବତ ଶୁଣିବା ପାଇଁ ଆସନ୍ତି ନାହିଁ, ଗୁରୁଙ୍କ ପାଖକୁ ଆସନ୍ତି ନାହିଁ। କାହିଁକି? କାରଣ ସେମାନେ ଭାବନ୍ତି ମୁଁ ହଉଛି ବିଜି ପର୍ସନ, ମୋର କେତେ କାମ, କେତେ ଜିମ୍ମେଦାରି ମୋର ଅଛି, ବହୁତ ପାୱାର ପର୍ସନ, ମୁଁ ବହୁତ ଶକ୍ତିଶାଳୀ ଲୋକ, ମୁଁ କଣ ପାଇଁ ଭାଗବତ ଶୁଣିବାକୁ ଯିବି କି? ହୋ ଭଗବାନ ମତେ ଦେଖିବା ପାଇଁ ଆସିବେ, ମୁଁ କଣ ପାଇଁ ଭଗବାନଙ୍କୁ ଦେଖିବା ପାଇଁ ଯିବି? କିନ୍ତୁ ଦ୍ୱାରକାର କୋଉ ଭଳି ଲୋକମାନେ, ସ୍ୱୟଂ ପିତା ବସୁଦେବ ଭଗବାନ କୃଷ୍ଣଙ୍କର ପିତା ଯିଏ ବଳରାମ, ଯିଏ ବଡ ଭାଇ, ସେଇ ଭଳିଆ ଲୋକମାନେ ଘରେ ଖାଇବା ପିଇବା ସବୁ ବନ୍ଦ କରିଦେଇକି ଦୌଡୁଛନ୍ତି କାହାକୁ ଦେଖିବା ପାଇଁ? କୃଷ୍ଣଙ୍କୁ ସ୍ୱାଗତ କରିବା ପାଇଁ। ଯେ ଯଥା ପଦ୍ଧତି ତଥସ୍ତୈବ ଭଜାମ୍ୟହଂ। ମହାପ୍ରଭୁ କହୁଛନ୍ତି ଆଶ୍ଳିଷ୍ୟ ବାପାଦରତା ପିନଷ୍ଟୁମାଂ ଅଦର୍ଶନେ ମର୍ମହତା କରୋତୁ ବା
যথা তথা বিদধাতু লম্পট মত প্রাণনাথস্তু স এব পর। কହୁଛନ୍ତି हे प्रभु तुम हो मोर स्वामी, तुम हो मोर प्रभु, तुम मते आघात कर, माड़ दियो, कष्ट दियो, धन संपत्ति दियो, रूप दियो, मर्यादा दियो, किंतु तुम छड़ा मु काहा को जाने। ये हूँ द्वारकापुर अधिवासी मानकर कथा। सेठे आम जीवन में विपद आसु किंबा संपद आसु, कृष्ण होचन आमर प्राणेश्वर, ताको छड़ा हम जगत रे काहा को चिन्ह। एभली भाବରେ ଭଲ ପାଉଥିଲେ द्वारकार अधिवासी माने। आ सेते भगवान कृष्ण द्वारकापुर लोक मानको टिके हेले छाडी कि से रहि पार नथिले। हस्तिनापुर रे एते दिन रहला पर मध्य दौड़ी आसुसी। सेते आमे माने आम हृदय रे भगवान को जेई परिमाण भल पाइबा, भगवान तदनुरूप तुमको सेति परिमाण भल पाइबे। निष्कपट भक्ति आचरण कर, ए जगत रे केही पिठी रे पड़िबेनी, किए गुहारी सुनिबेनी। दीनबंधु भगवान केवल जीवन दुख को हरण करिया वाला। जे जति की प्रबल बेगर भगवान को डाकिबो तीव्र भाव रे, भगवान तदनुरूप तुमको साहाय्य करिवे, तुमको मध्य से गुहारी सुनिबे। जेतेबेले नरसिंह देवंकर विकटाल रूप को देखुछन्ती देवता माने सो पछ घुंचा दोछन्ती। हरे कृष्णा कृष्ण कृष्ण हरे हरे, हरे राम 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 हरे हरे। तो भगवान नरसिंह देवकर विकटाल रूप को देखी देवता एमती की लक्ष्मी मध्य पलट जाउछन्ती पछुकु। ना शिव ना ब्रह्मा ना लक्ष्मी ताको पाखो को केही आसुनांती नरसिंह देवकर विकटाल रूप को देखी। शिव कहते हे प्रभु आपण पूरा दयार सागर, आपण भयंकर रूप कहीं से जहा शुणुंट नरसिंहदेव आउरी क्रोधित होउछन्ती, आउरी तांकर रूप भयंकर हो जाउछि। आपण माने जानछन्ती कोन पे उग्र मूर्ति होउछि। नरसिंहदेव क्रोधावेश कहते कारण तुम माने मोर भक्त प्रहलाद को कष्ट देइछु, मते जगत रे किछि पीड़ा नहीं, मते जे जहा कहले मु सहजीवी, किंतु साधारण शिशु प्रहलाद को तुम जमिति पीड़ा देइछ ना, मो हृदय व्यथार प्रकम्पित होउछि, मो क्रोध को मु उपशम करि परनी। के कहउछन्ती नरसिंहदेव। सेते भगवान भयंकर उग्र मूर्ति आमान का आगे सेतेबेले परिप्रकाश हुए जेतेबेले आम माने वैष्णव निंदा करू, शास्त्र निंदा करू, धार्मिक व्यक्ति मान को जेतेबेले आम अवहेला करू, सेतेबेले आम जीवन रे दुख पळे आसे। कंस जेतेबेले साधु संत मान को पीड़ा देला, तार जो सहचर मान को नहीं कंस जेतेबेले साधारण लोक मान को पीड़ा देला, सेतेबेले सुखदेव गोस्वामी भागवत रे लिखुचंती कहउतने महत अतिक्रम जो माने करते, महत माने साधु संत मान को अतिक्रम जो माने करती से मानकर आयु बल वीर्य धर्म मत नष्ट हो जाए। पूर्व रे जते धर्म आचरण जने करिथिबो सब धर्म बल मध्य क्षय हो जिवो। जदि जने महत अतिक्रम साधु संत मान को निंदा करे, शास्त्र को निंदा करे, सेथे सावधान। नरसिंहदेव क्रोध तांकर भयंकर हो जाउची। शिव ब्रह्मा देवता माने समस्त पक्ष घुंचा दे देले, लक्ष्मी मध्य जाई परना तांका पाखु। शेषरे किए गले तांका पाखु प्रहलाद। विचार करन आपण माने एठी तुलना करा जाउची लक्ष्मी और प्रहलाद के भितर कोन डिफरेंस थिला। लक्ष्मी तो भगवान को सबले सेवा करिया वाला ना, प्रतिदिन सकाळ पाइले जे गोड़ को मंचावन करन से होचन लक्ष्मी, किंतु लक्ष्मी डरी जाउछन्ती, किंतु प्रहलाद निर्भर जाउछ नरसिंहदेव को पाखु। डिफरेंस देखो, बापा जेतेबेले रागी जीव ना घरे मां हेले मथे द्वार बंद करके रखि जीव, किंतु पुओ सान पुओटा सी बापार राग को बुझी परिबो नाही। बापा जेते क्रोधित हेले मध्य पुओ निष्कपट भाବରେ जाके ताको जाबि कि धर दो। बुझी परछ काहे कथा, ताको कहे निष्कपट स्नेह। बहुत गाँ मानकर कहते प्रभु आमको तो गीता भागवत पढ़ा जाना नहीं, ये ज्ञान ध्यान आमको किसी जाना नहीं, मुझे किसी दरकार नहीं। भक्ति रे भक्ति मान हूँ शरणागति, भक्ति मान हूँ शरणागति। प्रभु तम छड़ा मुझे किसी जाने नहीं, एटा हूँ सबुठार महान भक्ति। श्री कृष्ण चैतन्य प्रभु जीवे दया करी, श्री कृष्ण चैतन्य
প্রভু জীবে দয়া করি সপার্ষদ সিয় ধাম সহ অবতারি সপার্ষদ সিয় ধাম সহ অবতারি অত্যন্ত দুর্লভ প্রেম করিবারে দান অত্যন্ত দুর্লভ প্রেম করিবারে দান শিখায় শরণাগতি ভক্তির প্রাণ শিখায় শরণাগতি ভক্তির প্রাণ। শ্রীকৃষ্ণ চৈতন্য প্রভু জীবে দয়া করি জীবମାନଙ୍କୁ ଦୟା କରି ଭଗବାନ କୃଷ୍ଣ ଚୈତନ୍ୟ ମହାପ୍ରଭୁ ରୂପରେ ଆସିଛନ୍ତି। ଆଉ କଣ ଶିକ୍ଷା ଦଉଛନ୍ତି? ଶିଖାଏ ଶରଣାଗତି। ଶରଣାଗତି ଭକ୍ତିର ପ୍ରାଣ ଅତ୍ୟନ୍ତ ଦୁର୍ଲଭ ପ୍ରେମ କରିବାରେ ଦାନ। এই ଜଗତରେ ଅନେକ ଅନେକ ଭକ୍ତ ମାନେ ଭଗବାନଙ୍କୁ ଭଲ ପାଆନ୍ତି ଆଉ ଭଗବାନ ମଧ୍ୟ ତାଙ୍କୁ ଭଲ ପାଆନ୍ତି। ତାଙ୍କ ଭିତରେ ପ୍ରେମମୟ ଆଦାନ ପ୍ରଦାନ ରହିଛି। ମା ଲକ୍ଷ୍ମୀକୁ ଭଲ ପାଆନ୍ତି ନାରାୟଣ, ନାରାୟଣକୁ ମଧ୍ୟ ଭଲ ପାଆନ୍ତି ଲକ୍ଷ୍ମୀ, କିନ୍ତୁ ଦୁର୍ଲଭ ପ୍ରେମ ସେଇଟା ନୁହଁ। ଦୁର୍ଲଭ ପ୍ରେମ କୋଉଟା? ପ୍ରହ୍ଲାଦଙ୍କ ହୃଦୟରେ ଥିବା ପ୍ରେମକୁ ଦୁର୍ଲଭ କୁହାଯାଇଛି। କଣ ବୁଝିପାରୁଛ ନା କାହା କଥା? ରିଆଲ ଲଭ ସେଭଳିଆ ପ୍ରେମ ଏ ଜଗତରେ କୋଉଠି ମିଳିବନି। ସେଥିପାଇଁ ଆମେ ମାନେ ବି ଥୋଡା ମୋଡା ଭଗବାନଙ୍କ ଭଜନ କରୁଛେ, ରଘୁନାଥ ମନ୍ଦିରକୁ ସକାଳ ପାଇଲେ ବେଳେ ବୁଲିଲେ ଧାଉଁଛେ, କିନ୍ତୁ ଇଏ ହଉଛି ତୁଚ୍ଛ ପ୍ରେମ। ଏଥିରେ ଭଲ ପାଇବା ନାହିଁ, ଇଏ ଲୋକ ଦେଖାଣିଆ ଭଲ ପାଇବା। ଆମେ କଣ ସତରେ ଗୋପୀନାଥଙ୍କୁ ଭଲ ପାଉ? ସତରେ ରଘୁନାଥଙ୍କୁ କଣ ଭଲ ପାଉ? ତମ ପୁଅକୁ ଯେତିକି ଭଲ ପାଉଛ, ତୁମ ସ୍ତ୍ରୀ କି ଯେତିକି ଭଲ ପାଉଛ, ସେତିକି କଣ ରଘୁନାଥଙ୍କୁ ଭଲ ପାଉଛ ତୁମେ? ଛାତିରେ ହାତ ରଖି କହିଲ, ସତ କଥା କହିଲ, ତୁମେ କଣ ତାଙ୍କୁ ସେତିକି ଭଲ ପାଉଛ? ନା। ସେଥିପାଇଁ ଦୁର୍ଲଭ ପ୍ରେମ ମାନେ କଣ ନା ଜଗତରେ ତାଙ୍କ ଛଡା ମୁଁ କାହାକୁ ଜାଣିନି, ସିଏ ହଉଛନ୍ତି ମୋର ଆରାଧ୍ୟ, ପରମ ଆରାଧ୍ୟ, ମୋର ପ୍ରାଣ ସିଏ, ପ୍ରାଣେଶ୍ୱର ସିଏ। এই ଭଲ ପାଇବା ଚୈତନ୍ୟ ମହାପ୍ରଭୁ ଶିକ୍ଷା ଦେଇଛନ୍ତି। ଯାହା କହିছে ସବୁଠାରୁ ଶ୍ରେଷ୍ଠ ପ୍ରେମ, ତାଠାରୁ ବଡ ପ୍ରେମ ଜଗତରେ ନାହିଁ। যদি গৌর না হইতে তবে কি হইতে কেমনে ধরিতাম দে রাধার মহিমা প্রেম রস সীমা জগতে জানতে কেন। এই জগতের সবঠাରୁ ଅଧିକ ଭଲ ପାଇବା ଲୋକ ହଉଛନ୍ତି ରାଧାରାଣୀ। ରାଧାରାଣୀଙ୍କର ପ୍ରୀତିର ଶୀର୍ଷ, ରାଧାର ମହିମା ପ୍ରେମ ରସ ସୀମା। ସେଥିପାଇଁ ଭଗବାନ କୃଷ୍ଣଙ୍କୁ ଭଲ ପାଇବାର ଯୋଉ ସୀମା ତାକୁ ଚୈତନ୍ୟ ମହାପ୍ରଭୁ ପ୍ରତିପାଦନ କରୁଛନ୍ତି। ଯଦି ଗୌର ନା ହଇତେ ତବେ କି ହଇତେ। ସେଥିପାଇଁ ଚୈତନ୍ୟ ମହାପ୍ରଭୁଙ୍କର ଭାବଧାରାରେ ଯେଉଁମାନେ ଗତି କରନ୍ତି, ଯେଉଁମାନେ ମହାପ୍ରଭୁଙ୍କୁ ନିଜର ସର୍ବସ୍ୱ ବୋଲି ବରଣ କରନ୍ତି, ସେଇ ପ୍ରେମ, ସେଇ ଭଲ ପାଇବା, ସେଇ ଆତୁରତା এই ଜଗତରେ କିଏ କୋଉଠି ପାଇପାରିବେ ନାହିଁ। ସେଥିପାଇଁ ଚୈତନ୍ୟ ମହାପ୍ରଭୁ ସବୁବେଳେ ଆସନ୍ତି ଗଦାଧର ପଣ୍ଡିତଙ୍କ ପାଖକୁ ତୋଟା ଗୋପୀନାଥରେ, ଆଉ ଧ୍ରୁବ ପ୍ରହ୍ଲାଦ କଥା ହିଁ ଶ୍ରବଣ କରନ୍ତି। ସେଥିରେ ମହାପ୍ରଭୁ ଅତ୍ୟଧିକ ଆନନ୍ଦ ପ୍ରାପ୍ତ ହୁଅନ୍ତି। ସେଥିପାଇଁ ଜଗତରେ ଭଲ ପାଇବାର ଅଛି, କୃଷ୍ଣଙ୍କୁ ଭଲ ପାଅ। ସେ ହଉଛନ୍ତି ପ୍ରେମର ଗନ୍ତାଘର। ଆଉ ତାଙ୍କୁ ଯିଏ ଭଲ ପାଇବ ନା, ଏ ଜଗତରେ ସମସ୍ତଙ୍କୁ ସେ ଭଲ ପାଇପାରିବ। କୀଟ ପତଙ୍ଗ ତୃଣ ପିତା ମାତା ଶତ୍ରୁ ମିତ୍ର ସମସ୍ତଙ୍କୁ ଭଲ ପାଇପାରିବ, କାରଣ ଭଲ ପାଇବାର ଗନ୍ତାଘର ହଉଛନ୍ତି କୃଷ୍ଣ। ଆଉ ଯେ କୃଷ୍ଣକୁ ଭଲ ନ ପାଇବ, ସେ ନିଜକୁ ମଧ୍ୟ ଭଲ ପାଇପାରିବ ନାହିଁ। ଆମେ ନିଜକୁ ଭଲ ପାଇପାରୁଛେ କି? ଆମ ହିତ ପାଇଁ କାର୍ଯ୍ୟ ଆମେ କରିପାରୁଛେ କି? ଆମେ ଯାହା ଖାଉଛେ, ଯାହା ପିନ୍ଧୁଛେ, ଯାହା କଥା କହୁଛେ, ସବୁ ଆମର ହିତ। ଆମେ ନିଜକୁ ନିଜେ ହନନ କରୁଛେ କି ନାଇଁ? ସମସ୍ତେ ଜାଣିଛେ ଆମେ କେତେ ପ୍ରକାର କୁକର୍ମ କରୁଛେ, ପାପ କର୍ମ କରୁଛେ। ସେଥିପାଇଁ ଭଗବାନଙ୍କୁ ଭଲ ପାଅ। ଏ ଦ୍ୱାରକାର ଅଧିବାସୀ ମାନେ ଭଗବାନଙ୍କୁ ଭଲ ପାଉଥିଲେ। ପ୍ରହ୍ଲାଦ ମହାରାଜ ଭଗବାନଙ୍କୁ ଭଲ ପାଉଥିଲେ। ନିଶ୍ଚଳ ପ୍ରେମ, ଆଉ ତାହା ଶରଣାଗତିରେ ପ୍ରାପ୍ତ ହୁଏ। ଆମେ କେତିକି ଶରଣ ନେଇଛେ ଭଗବାନଙ୍କର। ଦୁଃଖ ଆସୁ, ସୁଖ ଆସୁ, ସମ୍ପତ୍ତି ଆସୁ, ବିପଦ ଆସୁ, କୌଣସି ପରିସ୍ଥିତିରେ ମୁଁ ଭଗବାନଙ୍କୁ ଭୁଲି ପାରିବି ନାହିଁ। ସେ ମୋର ପ୍ରାଣନାଥ, ସେ ମୋର ସର୍ବସ୍ୱ। ତାଙ୍କ ଛଡ଼ା ମୁଁ ଏ ଜଗତରେ କିଛି ଜାଣିନି। ଏ ଭଲ ପାଇବା ହଉଛି ସବୁଠାରୁ ରେୟାର, ବହୁତ ଶକ୍ତିଶାଳୀ। ଆଉ ସେଇଭଳିଆ ସାଧୁ, ସେଇଭଳିଆ ମହାତ୍ମା ଯୋଉ ରାସ୍ତାରେ ଚାଲି ଯାଆନ୍ତି, ସେ ଦିଗ ବିଦିଗ ସବୁ ଶୁଦ୍ଧ ହେଇଯାଏ, ପବିତ୍ର ହେଇଯାଏ, ଦୁର୍ଲଭ।
ଗୀତାରେ ଭଗବାନ କହୁଛନ୍ତି କୋଟି କୋଟି ମନୁଷ୍ୟ ମାନଙ୍କ ଭିତରୁ ଗୋଟିଏ ହରିଭକ୍ତି ମିଳେ। ହରିଭକ୍ତ ଏତେ ସହଜ କଥା ନୁହଁ। ଭଗବାନ କହୁଛନ୍ତି ଉଦ୍ଧବଙ୍କୁ କହୁଛନ୍ତି ଯେମିତି ମତେ ତୁମେ ପୂଜା କରୁଛ ସେଇଭଳି ଭାବରେ ଭକ୍ତର ପୂଜା କର। ଯେ ବିଷ୍ଣୁ ଭକ୍ତ, ଯେ ବିଷ୍ଣୁଙ୍କୁ ଭଜନ କରେ, ଯେ ବିଷ୍ଣୁଙ୍କୁ ଆରାଧନା କରେ, କୋଟିଏରେ ଗୋଟିଏ ସେ ଲୋକ। न मे भक्त चतुर्वेदी मत भक्त स्वपच प्रिय तस्मै देव ततो ग्राह्य सहज पूज्य तथा ही हम। कहले जदि मोर जने भक्ति करूनी, मोर भजन करूनी, मते भल पाउनी, चारि वेदर ज्ञान जानिछि से मोर प्रिय नुह। ए हमें बहुत ज्ञानी देखुछु लोक मानकु। न मे भक्त चतुर्वेदी दरकार नहीं, मोर भक्त नुह चारि वेद जानिछि से मोर प्रिय नुह। मद भक्त स्वपच प्रिय, किंतु मोर भक्त स्वपच माने कोन? स्व माने कुकुर, पच माने जे खाए, स्वपच माने कुकुर मांस खाउथिबा चंडाल कुलरे जन्म हेथिले मध्य मोर भक्ति करूची से मोर प्रिय। श्रेष्ठ ब्राह्मण कुलरे जन्म हेछि, चारि वेद ज्ञान जानिछि किंतु भक्ति करूनी, से मोर प्रिय खुल्ला कथा। भगवान कहते चंडाल कुलरे जन्म हेथिले जदि मोर भक्ति करूची से होछि मोर प्रिय। तस्मै देव ततो ग्राह्य, ताकू दियो, जीवन रे किछि दबार अछि ताकू दियो। ततो ग्राह्य ताठारु ग्रहण कर, से माड देले मधु ताकू ग्रहण कर, तमर उद्धरि सुधार हो जीवो। सेथाई जे वैष्णव से निंदा करू, गाली दो, भर्त्सना करू, आदर करू, जहां तब तुमको कृपा हेलियो। नलकुबर मणिग्रीव को नारद मुनि अभिशाप देले, कहले तुम दीटा गछ हे जाओ। कोन हला ताकर अमंगल हला, मंगल हला? मंगल हला। भगवान कृष्ण ताकू उद्धार करले, शाश्वत धाम को चली गले से माने। भगवान को गुणगान एबे भी करछन से माने। सेते साधुर माड जीवन रे सुधार आसी जाए। आ ये जगतर प्रशंसा तुमको गातरे नहीं कि पूरे दबो जगत लोकंगर प्रशंसा। सेते साधु को लात भरण खाइबो किंतु साधारण लोक को फूल बाळ भी स्वीकार करो नहीं। सेते सेही भली साधु जगत रे मिलिया दरकार। भगवान कहउछंती तस्मै ग्राह ततो दत्त ग्राह तस्मै देव, तांको दिए जीवन रे किछि। से माने तम घर द्वार टेकी नेबेनी, साधु माने आसी कहबेनी तम घर कोन अछि मते मुंडे दियो धरि पळेई आश्रम। से माने कोन मागियो तमठु जानिछो ना? चैतन्य महाप्रभु तांको मां को मागिथिले, कहले मां गोटे भिक्षा मागेनी दबु ना? तू तो पुओ मो तू मां कोन मागुछ ना? एकादश रे अन्न खाइबु, एटा मोर भिक्षा। सेते साधु माने आसीबे तमठु पाप मागी कि नै जिवे। साधु माने आसीबे तमरो खराब गुण को मागी कि नै जिवे। आमे आपन को अनुरोध करछु, आपन टिके भगवान पर नाम जप करନ୍ତୁ, सेटा हम पई दक्षिणा। आपण माने दया कर माछ मांस सेवन करंतु नाही, एटा से माने मागिबे ना ताको धन संपत्ति दरकार। अरे भाई जो माने मठ मंदिर रे अछने ब्रह्मचारी साधु संत से माने करोड़पति अरबपति घर रो पुओ, पैसा तमे कोन तांको देखबो? ब्रह्मांडपति मालिक सेवक से माने। तमे राजा हेले से माने महाराज। अरे वो तांको तमे कोन धन देखबो, मान देखबो? सेते से माने गां गहली को घर घर करी आसंती कोन पई? कोन मागंती? टिके कृपा कर भाई, जगत रे पाप पंकर गुडी उठी टिके भगवान पर भक्ति करो। सेते तस्मै देव ततो ग्राह्य सहज पूज्य, से साधु मान को पूजा करो। केमिति पूजा करिवो? न जथा ही अहम। भगवान कहते मते जेमिति धूप दीप नैवेद्य दे पूजा करछो, मोर प्रीति पई जेमिति मते भोग लगाई दोछो, मते जेमिति आसन दोछो, जेमिति मते सम्मान दोछो, जने साधु को सेही भली सम्मान दियो। साधु मोठार भिन्न नहीं। साधु को जति की सेवा करो से सेवा रे प्रसन्न नहीं। सेतै जगत रे हरि भक्ति आचरण करिया पई चेष्टा करो, ता छडा किछि जगत रे दुर्लभ नाही। आउ सब सुलभ, आउ सब कुकुर बिले माकड़ गध बिसर सब करछन, तम कोन करो? सेते आज रे प्रसन्न थला या कि द्वारकार अधिवासी माने एमिति कि बलराम वसुदेव एमाने मध्य खाइबा पीबा छाड़ दे के आसी भगवान कृष्ण को कोन करछथि? स्वागत करूछथि। ये होचे देयार कथा। सेते आमे एमिति जंजाल रे फसी जाउचे जगत रे जे कृष्ण कथा सुनिया हम पाखरे समय नाही। आ कुआडे समय जाउछ सब? गोटे चुटकुला मु कहे कथा प्रसंग रे, सकाळे जत्ते काम थिबो 100 काम छडी के सकाळ गाधेउ। गाधा होचे सकाळ गाधा बड़ कष्ट। आउ कोन कहले सिना कर दो, ए सकाळ गाधा कहियो। सकाळू 4टा 5टा रातिर सूर्य उदय पूर्व जो माने स्नान करिवे सेमान को शरीर गोटे एक्सरसाइज हे दियो, रोग मुक्त हे दियो शरीर। प्रतिदिन सकाळ जो माने स्नान करे देखे ताकर मन ताकर काय सबले शुद्ध रहे, परिष्कार रहबो।
ତାକୁ ଅମୃତ ସ୍ନାନ ବୋଲି କୁହାଯାଏ। ଆଉ ସୂର୍ଯ୍ୟ ଉଦୟ ହେଲା ପରେ ବିଷ ସ୍ନାନ ହେଇଯାଏ। ଆଉ ଦିହି ପରେ 12ଟା ବେଳକୁ ଗାଧେଇଲେ ସୁରା ସ୍ନାନ। ସୁରା ମାନେ କଣ? ମଦରେ ଗାଧେଇଲେ ଶୁଦ୍ଧ ହୋଇକି ସରିବ। ତାପରେ ରକ୍ତ ସ୍ନାନ ମଧ୍ୟ ଅଛି ଅବେଳରେ ଗାଧେଇଲେ। ସେଥିପାଇଁ ବ୍ରହ୍ମ ମୁହୂର୍ତ୍ତରେ ପାହାନ୍ତିଆରେ ଉଠିକି ଗାଧେଇବ। 100 କାମ ଛାଡିକି ସ୍ନାନ କରିବ, 1000 କାମ ଛାଡିକି ଭୋଜନ କରିବ, ଖାଇ ପକେଇବ ଟାଇମରେ। ନହେଲେ ଆଜିକାଲି ଯେତେ ବିମାର ସବୁ କୋଉଥିରୁ? ଗ୍ୟାସ ରୁ ସୃଷ୍ଟି ହଉଛି। ଉପଯୁକ୍ତ ସମୟରେ ଖାଇବ ଆଉ ପାଣି ପିଇବ। ଖାଇବ ମାନେ କେତେ ଖାଇବ? ପୁରା ଭରିକିନା କଣ ପେଟେ? ନା ନା, ସକାଳ ଖାଇବ ପିଲା ଭଳି, ଦିହି ପରେ ଖାଇବ ରାଜା ଭଳି, ରାତିରେ ଖାଇବ ଭିକାରୀ ଭଳି। ଖାଇବାର ପ୍ରୋସେସ ସକାଳୁ ସକାଳୁ ଲାଇଟ ଫୁଡ ଖାଇବ, ଅଳ୍ପ ଖାଦ୍ୟ ଖାଇବ, ଯାହାଫଳରେ ଭଜନ ସାଧନ ଠିକ ହେଇପାରିବ, ଆକ୍ଟିଭ ରହିବ ମଣିଷ। ଆଉ ସକାଳୁ ଯଦି ତମେ ପଖାଳ ମଡେଇ ଦେଲ ବୋଲେ ନିଦ ମାଡି ବସିବ, ଆଉ କିଛି ଭାବି ପାରିବ। ସେଥିପାଇଁ ସକାଳେ ଲାଇଟ ଆହାର ଛୁଆ ମାନଙ୍କ ଭଳି, ଆଉ ଦିହି ପରେ ରାଜା ଭଳିଆ ଖାଇବ। ଯାହା ହବ ପୁରୀ କ୍ଷୀରି କ୍ଷୀରି 56 ଭୋଗ ବସିକି ଖାଇବ କେତେବେଳେ? ଦିହି ପରେ, ସବୁ ଡାଇଜେସନ ହେଇଯିବ। ଆଉ ରାତିରେ ଭିକାରୀ ଭଳିଆ କଣ ଯାହା ମିଳିଲା ଚୁଡା ମୁଢି ଫଳ ଟିକେ ଖାଇକି ଶୋଇଯାଅ, ତାହେଲେ ସକାଳୁ ଫ୍ରେଶ ନିଦ। ସେଥିପାଇଁ 100 କାମ ଛାଡିକି ଗାଧେଇବ, 1000 କାମ ଛାଡିକି କଣ କରିବ? ଖାଇବ, ଭୋଜନ କରିବ, ଆଉ 100 କାମ ଛାଡିକି ଶୋଇବ। ଆଜିକାଲି ରାତି 11ଟା 12ଟା ପର୍ଯ୍ୟନ୍ତ ଯଦି ଦେଖିବ ଲୋକ ମୋବାଇଲ ଟିପି କରୁଛନ୍ତି, କଥା ମାରୁଛନ୍ତି, ଗପ ମାରୁଛନ୍ତି। ନା, ରାତ୍ରି ଠିକ 9ଟା 10ଟା ପୂର୍ବରୁ ଶୋଇଯିବା ଦରକାର। ଯଦି ଶୋଇବ ଠିକ ସମୟରେ ତାହେଲେ ଉଠିବ ମଧ୍ୟ ଠିକ ସମୟରେ। ଗାଡି କି ରେଷ୍ଟ ଦରକାର, ନହେଲେ ଇଞ୍ଜିନ ଗରମ ହେଇଯିବ। ଯେତେ କାମ କରୁଛ କର ହାର୍ଡ ୱାର୍କ, 6-7 ଘଣ୍ଟା ଭଲ କିନ୍ତୁ ଶୋଇବା ଦରକାର। ଆଉ ଗୋଟିଏ କାମ ଛାଡିକି ଗୋଟିଏ କାମ କରିବ। 100 କାମ ଛାଡିକି ସ୍ନାନ କରିବ, 1000 କାମ ଛାଡିକି ଭୋଜନ କରିବ, 100 କାମ ଛାଡିକି ଶୟନ କରିବ, ଗୋଟିଏ କାମ ଛାଡିକି ଗୋଟିଏ କାମ କରିବ। କଣ ସେଟା? ହରି ଭଜନ କରିବ। ହରି ସେଇଟା କେବେ ସ୍କିପ୍ କରିବନି ଜୀବନରେ। ଖାଇଛ ନ ଖାଇଛ ଜମ ଦେଖିବନି। ଆରେ ଖାଇଛୁ ନା ନାଇଁ ରେ? ନା ଖାଇନୁ, ଖାଇବୁ କା ତତେ ନେବି ତାପରେ। ସେ ଦେଖିବ କି ଜମ? ତୁ ଖା ନ ଖା। ଆରେ ଶୋଇଛୁ ନା ନାଇଁ? ଭାରି ନିଦ ମାଡ଼ିଲାଣି, ତୁ ରହ ଘଣ୍ଟା ଶୋଇଯା। ଜମ କିଛି ଦେଖିବନି। ଗୋଟିଏ ଜିନିଷ ଦେଖିବ, ହରି ଭଜିଛୁ ବୋଲେ ତୁ ପାସ, ନହେଲେ ଭିଡି ନବ ତତେ ଜମା। ସେଥିପାଇଁ ଖାଇବା ଶୋଇବା ଇଏ ସବୁ ଚାଲିଛି ସଂସାର ଭିତରେ। ଇଏ ନ ଚାହିଁଲେ ମଧ୍ୟ ଠେଲି ପେଲିକି ଲୋକ ତମକୁ ଖୁଆଇଦେବେ, ଉଠେଇଦେବେ, ଶୁଆଇଦେବେ, କିନ୍ତୁ ହରି ଭଜନ କେହି କରେଇବେ ନାହିଁ। ସେଥିପାଇଁ ନିଜେ ଚେଷ୍ଟା କରି ପ୍ରତିଦିନ ଭଗବାନଙ୍କର ଭଜନ ଟିକେ କରନ୍ତୁ। ସେଇଟା ମନୁଷ୍ୟ ଜୀବନରେ ସବୁଠାରୁ ଦୁର୍ଲଭ ବସ୍ତୁ। ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ